ମାନେ ଏଣୁ ଆମର ସବୁ କର୍ମ ଆମର ବାପ୍ତିସ୍ମ ବାଇବଲ ଅନୁସାରେ ହେବ। ଓ ସେ ପାଣି ଛିଞ୍ଚି ହେଇଦେଇ ଡୁବନ ପାଇଛି ବୋଲି ଭାବନ୍ତୁ ନାହିଁ। ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଯୀଶୁ ଯେମିତି ନେଇଥିଲେ ନିଅନ୍ତୁ। ଯଦି ନାହିଁ ତୁମେ କାଠର ଘର ତିଆରି କରିଛ, ନିଅନ୍ତୁ ଡୁବନ। ମୁଁ କହୁନାହିଁ, ଯୀଶୁଙ୍କର ବାକ୍ୟ କହେ। ଯଦି ଆମେ ପବିତ୍ର ଆତ୍ମା ପାଇନାହୁଁ, ବାକ୍ୟ ଅନୁସାରେ ଆମେ ଚାଲୁନାହୁଁ, ଲୋକମାନେ ଆମର ସବୁ କର୍ମ, ଆମର ସେବା, ଆମର ଉପାସନା, ଆମର ଆରାଧନା, ଆମର ପ୍ରାର୍ଥନା, ଆମର ଜୀବନ, ଆମର ଚାଲିଚଳନ, সকল ବିଷୟ ବାକ୍ୟ ଅନୁସାରେ ହେବା ଦରକାର। ଯଦି ନାହିଁ ଆମେ କାଠର ଘର ତିଆରି କରିଛୁ। ହେଲେ କାଠ ହେଉଛି ମୃତ, କିନ୍ତୁ ଟାଣ ବେଶୀ। ଶୁଣନ୍ତୁ, ମୃତର ପ୍ରଥମ ଲକ୍ଷଣ ହେଲା ବାକ୍ୟ ବିହୀନ ଖ୍ରୀଷ୍ଟିଆନ ଜୀବନ ମୃତ ଅଟେ। ତୃତୀୟ, ଯେଉଁମାନେ ଅଭ୍ୟାସରେ ଜୀବନ ଯାପନ କରୁଛନ୍ତି ସେମାନେ ମୃତ। ଲୁକ ତାହାର 15 ଅଧ୍ୟାୟ ବାହାର କରନ୍ତୁ। ଆଉ ଲୁକ 15 ଅଧ୍ୟାୟରେ ଯେତେବେଳେ ଅପବ୍ୟୟୀ ପୁତ୍ର ଫେରି ଆସିଲା, ବାପା କଣ ବୋଲି କହୁଛନ୍ତି ତାହାର 32 ପଦରେ, ତୋର ଭାଇଟି ମୃତ ହୋଇଥିଲା ବଞ୍ଚିଲା। ତାମାନେ ସେ ପୁଅ ମରି ଯାଇଥିଲା। That was not physical death, spiritual death. ସେ ବଞ୍ଚିଥିଲା କିନ୍ତୁ ଆତ୍ମିକ ଜୀବନ ମରି ଯାଇଥିଲା। କି ପ୍ରକାର ତାର ଜୀବନ ଥିଲା ଲେଖା ଅଛି 30 ପଦ ପଢନ୍ତୁ। କିନ୍ତୁ ତୁମର ଏଇ ଯେଉଁ ପୁଅ ବେଶ୍ୟା ମାନଙ୍କ ସହିତ ତୁମର ସର୍ବସ୍ୱ ଖାଇ ଉଡାଇ ଦେଇଅଛି। ସର୍ବସ୍ୱ ଖାଇକି ଉଡାଇ ଦେଇଛି। କାହା ସହିତ? ବେଶ୍ୟା ମାନଙ୍କ ସହିତ। ହେଲେ ଆପଣ କହୁଥିବେ ଆମେ ତ ସେମିତି ନାହିଁ। କିଏ କହିଲା ସେମିତି ନାହିଁ? ତୁମେ ମୋବାଇଲରେ ଯୋଉ ଦେଖୁଛ ଯୋଉ ହାରି ମାନଙ୍କୁ, ସେମାନେ କିଏ? ସେମାନେ ଦୂତ ମାନେ। ଲୁଚି ଲୁଚି କରି ଡବଲ ପାସୱାର୍ଡ ରଖିକରି ଲୁଚି ଲୁଚି କରି କମ୍ବଳ ଭିତରେ ଚାଦର ଭିତରେ ଲୁଚି କରି ଯାହା ଯାହାକୁ ଦେଖୁଛ ସେମାନେ କିଏ? ଯୋଉମାନେ ନଗ୍ନାବସ୍ଥାରେ, ଯୋଉମାନେ ପୋଷାକ ନ ପିନ୍ଧିକି, ଯୋଉମାନେ ଦୁନିଆକୁ ନଷ୍ଟ କରୁଛନ୍ତି, କିଏ ସେମାନେ? ବଡ ବଡ ମୋବାଇଲ ଲୁଚିକି ରଖାଯାଉଛି। ସେମାନେ କି ଦୁନିଆକୁ ବିଗାଡ଼ିବା ବେଶ୍ୟା ମାନେ ନୁହନ୍ତି। କେତେ ବାକ୍ୟ ଶୁଣିଲେ ମଧ୍ୟ ଏପଟେ ଗୀତ ଚାଲିଥିବ ଜୋରଦାର, ୱାର୍ସିପ ଟିମରେ ବି ଥିବେ, ଏପଟେ ଚର୍ଚ୍ଚରେ ବି ଥିବେ, ଆକ୍ଟିଭ ହେଇକି ଥିବେ, ସିଆଡେ ବେଶ୍ୟା ମାନଙ୍କ ସହିତ ସବୁ ଉଡେଇ ଦଉଥିବେ। କଣ ଉଡେଇ ଦଉଛନ୍ତି? ନିଜର ହୋଲିନେସ, ନିଜର ରିଭାଇଭାଲ, ଈଶ୍ୱର ଦତ୍ତ ବ୍ଲେସିଂ। ଆଜ୍ଞା, ସାମସନର ଶକ୍ତି କେମିତି ଉଡିଗଲା ଏ ବେଶ୍ୟା ମାନଙ୍କ ଚକ୍କରରେ। କଣ ଭାବୁଛ? ଏପଟେ ସେପଟେ ଏକି ଥାଲି କେ ତଟେ ବଟେ କାମ ଚଳିବ ନାହିଁ। ଏମିତି ପିଲାମାନଙ୍କୁ ବାଇବଲ ମୃତ ଖ୍ରୀଷ୍ଟିଆନ ବୋଲି କହୁଛି। କେତେ ଜଣ ଆଜି କହିପାରିବ ମୋର ମୋବାଇଲ ପବିତ୍ର ଅଟେ? କେତେ ଜଣ କହିପାରିବ ମୁଁ କୌଣସି ଅଶ୍ଳୀଳ ଚିତ୍ର ଦେଖୁନାହିଁ, ଚଳଚ୍ଚିତ୍ର ଦେଖୁନାହିଁ? ଆଜି ଗୀତ ଗାଇଦେଲେ ଭଲ ଭାବନ୍ତୁ ନାହିଁ ରିଭାଇଭାଲ ବୋଲି, ଭାବନ୍ତୁ ନାହିଁ ୟୁଥ ଟିମରେ ଅଛି ତ ରିଭାଇଭାଲ ବୋଲି। ଯୋଉମାନେ ଅଭିଳାଷରୁ ପଳାୟନ କରିନାହାନ୍ତି ମୃତ କାଠ। ଆଜିକାଲିର ଯୁବ ଗୋଷ୍ଠୀ ବିଭିନ୍ନ ପାପରେ ସଢୁଛନ୍ତି। ଆଗମନ ହେବାକୁ ଯାଉଛି, କେମିତି ରକ୍ଷା ପାଇବେ? ମୃତ ଜୀବନ ଯାପନ କରିବା ଲୋକମାନେ କାଠର ଘର ତିଆରି କରୁଛନ୍ତି। ତୃତୀୟ କଥା, ଯୋଉମାନେ ମୃତ, ଏଇ ଅପବୟ ପୁତ୍ର ପିତାଙ୍କ ଠାରୁ ଦୂରକୁ ଚାଲିଗଲା। ଲେଖା ଅଛି ସେ ଦୂର ଦେଶକୁ ଚାଲିଗଲା 15-13ରେ। ଆଜି ଅନେକ ପିତାଙ୍କ ଠାରୁ ଦୂରରେ,
ପ୍ରାର୍ଥନାରୁ ଦୂରରେ, ବାଇବଲରୁ ଦୂରରେ। ସଭାରେ ମଧ୍ୟ ଆସିଛନ୍ତି କେତେକ ମହାତ୍ମା ମାନେ ବାଇବଲ ନ ଧରିକି। ହଁ, ବାଇବଲରୁ ଦୂରରେ। ଶୁଣନ୍ତୁ, ବେଶୀ ଦିନ ନାହିଁ, ଅଳ୍ପ ଦିନ ବାଇବଲ ମିଳିବ ନାହିଁ। ଈଶ୍ୱରଙ୍କ ବାକ୍ୟର କଥା ମୁଁ କହୁଛି, ଲେଖା ଅଛି ବାଇବଲକୁ ସିଜ୍ କରାଯିବାର ସମୟ ଆସୁଛି। ଆଉ କେହି କେହି ଭାବୁଛନ୍ତି ଆମେ ୟୁଟ୍ୟୁବରେ ଶୁଣୁଛୁ, ଆମେ ଫେସବୁକରେ ଶୁଣୁଛୁ। ଶୁଣ, ଏସବୁ ବନ୍ଦ ହେବ ଜଲ୍ଦି। ବାଇବଲ କହେ, କାହିଁକି ଯେଉଁ ଦେଶରେ ରିଭାଇଭାଲ ବହୁତ ଆସୁଛି, ପ୍ରଥମେ ଶୟତାନ ସେ ଦେଶର ସମ୍ବିଧାନକୁ ବଦଳେଇଛି। ଦାନିଏଲ 7:24-25 ଭଣ୍ଡ ଖ୍ରୀଷ୍ଟ କାଳ ବ୍ୟବସ୍ଥା ପରିବର୍ତ୍ତନ କରିବ। ଆମ ଭାରତର ବି ସମ୍ବିଧାନ ବଦଳି ଯାଇଥାନ୍ତା ଯଦି ମେଣ୍ଟ ସରକାର ହେଇନଥାନ୍ତା। ଏବେ ସିନା ଆମକୁ ଆର୍ଟିକଲ 26 ଫ୍ରିଡମ ଅଛି, ଯଦି କାଲିକି ସମ୍ବିଧାନ ବଦଳି ଗଲା, ଆର୍ଟିକଲ 26 ହଟେଇ ଦିଆଗଲା, କନଭେନସନ ହେଇପାରିବ ନାହିଁ। ହେଇପାରିବ ନାହିଁ। ଏବେ ବାଇବଲ ଧରି ବୁଲିବା ପାଇଁ ସୁଯୋଗ ଥାଇକି ଯଦି ଆମକୁ କଷ୍ଟ ଲାଗୁଛି, ବାଇବଲ ଧରି ଥାଇକି ପଢୁନା। ୟୁଟ୍ୟୁବ, ସୋସିଆଲ ମିଡିଆରେ ଯୋଉମାନେ ବେଶୀ ଭାବୁଛନ୍ତି ଏଇଟା ଆମର ବହୁତ ବାଇବଲ ବାକ୍ୟ ଶିଖିବାର ସହିତ କିଛି ଦିନ ରହିବ, କିଛି ଦିନ ରହିବ, ବେଶୀ ଦିନ ରହିବ ନାହିଁ। କାହିଁକି ପ୍ରଭୁ ବି ବହୁତ ଥକି ଗଲେଣି, ପ୍ରଭୁ ବି ବହୁତ ନିରାଶ ହେଇଗଲେଣି। ନିରାଶ ମାନେ ବହୁତ ଥକି ଗଲେଣି, ଭାଙ୍ଗି ଗଲେଣି ଆମମାନଙ୍କୁ ଦେଖି ଦେଖି। ପ୍ରଭୁଙ୍କର କାମ ବନ୍ଦ ହେବ ନାହିଁ। ଲକଡାଉନ ହେଲା, କଣ କାମ ବନ୍ଦ ହେଲା? ସଭା ସିନା ବନ୍ଦ ହେବ, ବ୍ରଡକାଷ୍ଟିଂ ବିଲ୍ ପାସ୍ ଯଦି ହେଇଗଲେ ୟୁଟ୍ୟୁବରେ ସବୁ ମେସେଜ ବନ୍ଦ ହେଇଯିବ। ବନ୍ଦ ହେଇପାରେ, କାମ ବନ୍ଦ ହେବ ନାହିଁ। ଏ ଭୂତାଣୁ ଆସିଲା ଲୋକମାନଙ୍କୁ ଭୂତେଇକି ଡରେଇବା ପାଇଁ, କିନ୍ତୁ ସେ ଭିତରେ ପ୍ରଭୁଙ୍କର କାମ ବେଶୀ ହେଲା। ଘରେ ଘରେ ଲୋକମାନଙ୍କର ପକେଟରେ ଯାଇକି ଆମେ ବସିଗଲୁ, ଘରେ ଘରେ ରନ୍ଧା ଶାଳରେ ମଧ୍ୟ ଆମେ ଅଛୁ। ତରକାରୀ ଆମକୁ ଦେଇନାହାନ୍ତି, ତାଙ୍କେ ତାଙ୍କେ ଖାଇଲେ, କିନ୍ତୁ ଆମେ ଥିଲୁ ସେଠି। ଜଣେ କହିଲା, ପାଳକ ବାବୁ ମୁଁ ନା ରନ୍ଧା ଘରେ ଆପଣଙ୍କର ବାକ୍ୟ ଲଗେଇ ଦେଇକି ସବୁ ରାନ୍ଧେ, ଏବେ ଦେଇଛୁ ତରକାରୀ? ଆମେ ସେଠି ବସିଥାଉଛୁ, ବାକ୍ୟ କହୁଛୁ, ଆମକୁ ପଚାରୁନୁ କେବେ। ଜଣେ ମତେ କହିଲେ, ଆପଣ ଓଡିଶା ସାରା ବୁଲୁଛନ୍ତି, 3-4 ମାସରେ ଆପଣଙ୍କର ପ୍ରୋଗ୍ରାମ ବୁକ୍ ଥାଉଛି, ଆପଣ ବୋଧେ ମାସକୁ 3-4 ଲକ୍ଷ ପାଉଛନ୍ତି। 3-4 ଲକ୍ଷ ମୋର ଆକାଉଣ୍ଟ ଦେଖିବ, 3-4 ଲକ୍ଷ। ମୁଁ କହିବା ପାଇଁ ଚାହେଁ, ଆମ ଓଡିଶା ସେ ସ୍ତରକୁ ଆସିନାହିଁ। ହଁ, ଯଦି ଏଇଟା କେରଳରେ ଆମେ ହେଇଥାନ୍ତୁ, ଯଦି ତାମିଲନାଡୁରେ ହେଇଥାନ୍ତୁ, ଯଦି ପଞ୍ଜାବରେ ହେଇଥାନ୍ତୁ, 3-4 ଲକ୍ଷ ନାହିଁ, 10 ଲକ୍ଷ ହେଇଥାନ୍ତା ମାସକୁ। ଦରକାର ନାହିଁ ଲକ୍ଷ ଲକ୍ଷ, ଦରକାର ଅଛି ପ୍ରଭୁଙ୍କର ସେବା କାର୍ଯ୍ୟର ଲକ୍ଷ୍ୟ। ଜଣେ ମତେ କହିଲା, ଆଜ୍ଞା ଆପଣ ଆକାଉଣ୍ଟରେ ତ ଭର୍ତ୍ତି ହେଇଯାଉଥିବ। ହଁ, ଭର୍ତ୍ତି ହଉଛି, ଫୋନ ପେ କରୁଛି ତ। ଗୋଟେ ପାଣି ବୋତଲ କିଣିଲି 20 ଟଙ୍କା, ସେଟା ବି ଭର୍ତ୍ତି ହଉଛି ରେକର୍ଡରେ। ନାଇଁ ଆଜ୍ଞା, ଏତେ ଲୋକ ଆପଣଙ୍କୁ ଭଲ ପାଆନ୍ତି। ହଁ, ଯେ ଦେବା ଲୋକ ନାହାନ୍ତି ପରା ପ୍ରଭୁ। ଏ ସୁଖଲା ପ୍ୟାର, କେନ୍ତା ପ୍ୟାର ଗো? ସୁଖଲା ପ୍ୟାର, କିଛି ନାଇଁ ଦେଉ। আমি ধন পাই নাই। ମୁଁ କହିବା ପାଇଁ ଚାହେଁ, ସେସବୁ କେବେ ଆମର ଲକ୍ଷ୍ୟ ହିଁ ନାହିଁ। ହଁ, କିନ୍ତୁ ଓଡିଶା ଦିନେ ବଦଳିବ, ଓଡିଶା ଦିନେ ବଦଳିବ। ଆମ ଉପରେ ଯୋଉ ପିଢି ଆସିବେ, ସେମାନେ ଭୟଙ୍କର ରିଭାଇଭାଲକୁ ଦେଖିବେ। ହାଲେଲୁୟା। ଆମର ପୂର୍ବେ ଯୋଉ ପିଢି ଥିଲେ, ଖାଇବାକୁ ପାଇନଥିଲେ, ଆମେ ଏବେ କୋଠା ଖାଉଛୁ, କ୍ୱିଣ୍ଟାଲ ଲେଖା ଓଜନ ହେଇଛୁ। କିନ୍ତୁ ନିଜର ଘର ନାହିଁ, ଦ୍ୱାର ନାହିଁ, ସୁନା ନାହିଁ, ବାନା ନାହିଁ। ସୁନା ବାନା ବୋଲି ଗୋଟେ କଥା ଭୁଲ ହେଇଗଲା ବୋଧେ। କିନ୍ତୁ ୟା ପରେ ଗୋଟେ ପିଢି ଆସିବେ, ସେମାନେ ପ୍ରଭୁଙ୍କର ଗୌରବକୁ ଦେଖିବାକୁ ଯାଉଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ।
ରାଜତ୍ୱ କରିବେ ନାହିଁ। ପ୍ରଭୁ ସମୟ ସମୟ ତାଙ୍କ ଲୋକମାନଙ୍କୁ ଆଣିକି କାମ କରେଇକି ତାଙ୍କର ପାଠ ଖେଳିକି ଯାରେ ବାବୁ ତ ଲେଖା ସତ୍ୟ। No one is permanent. କେହି ପରମାନେଣ୍ଟ ନୁହନ୍ତି। ସମସ୍ତେ ନିଜ ନିଜର କାମ କରିକି ଭାବିବେ। ଏଣୁ ଯେ ସମୟ ଆମେ ପାଇଛୁ ତାର ସଦ୍ବ୍ୟବହାର କରାଯାଉ। ଦୂର ଦେଶକୁ ଚାଲିଗଲା ବାଇବଲରୁ ଦୂରକୁ ରୁହନ୍ତୁ ନାହିଁ, ମୃତ ହେଇଯିବେ। ପର୍ସନାଲ ପ୍ରେୟର ଦୂରକୁ ରୁହନ୍ତୁ ନାହିଁ, ମୃତ ହେଇଯିବେ। ପ୍ରଭୁଙ୍କ ସାନ୍ନିଧ୍ୟରୁ ଦୂରକୁ ରୁହନ୍ତୁ ନାହିଁ, ମୃତ ହେଇଯିବେ। এই দূরକୁ ଚାଲିଗଲା, ଘରେ ଥାନ୍ତା ଏ ମୃତ ହେଇନଥାନ୍ତା, ଇଏ ବର୍ବାଦ ହେଇନଥାନ୍ତା। ଆଜି ଦୂରରେ ଥିବା ପିଲାମାନେ ଫେର। ଚତୁର୍ଥ ମୃତାବସ୍ଥା, ଯେ ଭୋଗ ବିଳାସରେ ଆସକ୍ତ ସେ ଜୀବିତ ଥିଲେ ହେଁ ମୃତ। ପଞ୍ଚମ ମୃତାବସ୍ଥା, ପାପ, ଏନି କାଇଣ୍ଡ ଅଫ ସିନ୍। ପ୍ରଥମ ତିମୋଥୀ ତାର 6 ଅଧ୍ୟାୟ ତାହାର ଲେଖା ଅଛି 5 ପଦରେ, ସମ୍ଭବତଃ ନାଇଁ 5 ଅଧ୍ୟାୟ ତାର 6 ପଦରେ, ଯେ ଭୋଗ ବିଳାସରେ ଆସକ୍ତ ସେ ଜୀବିତ ଥିଲେ ହେଁ ମୃତ। ଏଫେସୀୟ 2 ଅଧ୍ୟାୟରେ ଯେ କେହି ପାପ କରନ୍ତି ସେ ପାପରେ ମୃତ। ଏଫେସୀୟ 2:2। ଏନି କାଇଣ୍ଡ ଅଫ ସିନ୍, ଆମେ ଯେ କେହି ପାପରେ ଅଛୁ ମୃତ। ସାର୍ଦି ମଣ୍ଡଳୀକୁ କୁହାଗଲା ତୁମେ ନାମରେ ଜୀବିତ, ପ୍ରକୃତରେ ମୃତ। ପ୍ରକାଶିତ 3:2-3। ପ୍ରଭୁଙ୍କ ଲୋକମାନେ ଆମେ ଯୀଶୁଙ୍କୁ ପାଇଲା ପରେ କେବେ ହେଲେ କାଠ ପରି ଛଣ ପରି ନ ହେଉ, ମୃତ ନ ହେଉ, ମୃତ ନ ହେଉ। ଯାହାର ଜୀବନ ଅନାଜ୍ଞା ବହୁତାରେ ଚାଲିଛି, ଯୋଉମାନେ ଅଭିଳାଷରେ ଚାଲିଛନ୍ତି, ଯୋଉମାନେ ସମ୍ପୂର୍ଣ୍ଣ ଭୋଗ ବିଳାସରେ ଆସକ୍ତ, ଯୋଉମାନେ ପ୍ରଭୁଙ୍କ ଠାରୁ ଦୂର ସେମାନେ ମୃତ। ଯୋଉମାନେ ବାକ୍ୟ ଅନୁସାରେ ଜୀବନ ବିତାଉନାହାନ୍ତି ସେମାନେ ମୃତ। ଯୋଉମାନେ ବାକ୍ୟ ଅନୁସାରେ ସେବା କରୁନାହାନ୍ତି ସେମାନେ ମୃତ। ଆଉ ଯେଉଁମାନେ ପାପ ଛାଡ଼ି ନାହାନ୍ତି ସେମାନେ ମୃତ। ସେ ମୃତ ମାନଙ୍କ ଈଶ୍ୱର ନୁହନ୍ତି, ଜୀବିତ ମାନଙ୍କ ଈଶ୍ୱର। ଯୀଶୁ ଆସୁଛନ୍ତି ପ୍ରତ୍ୟେକର କର୍ମକୁ ପରୀକ୍ଷା କରିବେ। ଯଦି ଆମେ ମୃତ ଅବସ୍ଥାରେ କାଠ ପରି ଅଛୁ, ଛଣ ପରି ଅଛୁ, ସେଦିନ କି ଅଗ୍ନି ସାମ୍ନାରେ ଆମେ ତିଷ୍ଠି ପାରିବା। ଶେଷ କଥା, କାଠ ଛଣ ପରେ କଣ ତୃତୀୟ ଅଛି? ଘାସ। ଏ ଘାସ କଣ ବୋଲି କହିଲେ? ଯୀଶୁ କହିଲେ ମାଥ୍ୟୁ 6:30ରେ, ଚୁଲିର ଘାସ ଆଜି ଅଛି କାଲିକି ଚୁଲିରେ ପକାଯାଏ। ଘାସ ହେଉଛି ଆଜି ଅଛି କାଲିକି ନାହିଁ। କେହି ଆଜି ପୁରା ରିଭାଇଭାଲରେ ଥିବେ, କାଲିକି ନଥିବେ। ଆଜି ପୁରା ଉଚ୍ଚକି କାଲିକି ନଥିବେ। ଆଜି ବେଶୀ ପ୍ରାର୍ଥନା କରିବେ, କାଲିକି ଫୁସ୍। ଏମାନେ କି ଘର ବନେଇଛନ୍ତି ଆଜ୍ଞା? ଜୋରେ ଜୋରେ ଘାସ। ଘାସ ପଢିବ ମାଥ୍ୟୁ 6:30। କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି ଆଉ କାଲି ଚୁଲିରେ ପକାଯାଏ। ଆଚ୍ଛା, ଘାସର କଣ ଆଜ୍ଞା ଗୁଣ? ଆଜି ଅଛି କାଲିକି ନାହିଁ। କେହି ଆଜି ପରିବର୍ତ୍ତନ, କାଲିକି ପୁଣି ପାପରେ। ଏମାନେ କେମିତି ଘର ତିଆରି କରିଛନ୍ତି? ଘାସର। କାଠ, ଛଣ, ଘାସ ହେଇଗଲା। ଟିକେ ସୁନା କଥା କହିବେ, ଆପଣ ସୁନା ରୂପା ପରି ଘର ତିଆରି କରନ୍ତୁ। କାହିଁକି? ସେଦିନ ଅଗ୍ନି ପରୀକ୍ଷା କଲା ବେଳକୁ ହାଲେଲୁୟା ଏମାନେ ନଷ୍ଟ ହେବେ ନାହିଁ। ଜାଣିଛନ୍ତି ସୁନା କଣ? ପବିତ୍ର ଅଟେ। ମଲାଖି 3:2 ପଢନ୍ତୁ ଜଲ୍ଦି। ମାତ୍ର ତାହାଙ୍କର ଆଗମନ ଦିନ କିଏ ଶୋଇପାରେ? ଆଉ ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ? କାରଣ ସେ ପରିଷ୍କାରକାରୀର ଅଗ୍ନି ତୁଲ୍ୟ ଓ ରଜକର ଖ୍ୟାର ସ୍ୱରୂପ। ପୁଣି ସେ ରୌପ୍ୟ ପରିଷ୍କାରକ ଓ ସୂଚୀକାରକର ତୁଲ୍ୟ ବସିବେ ଓ ସେ ଲେବୀର ସନ୍ତାନଗଣକୁ ପରିଷ୍କାର କରିବେ ଓ ସୁନା ଓ ରୂପା ପରି ସେମାନଙ୍କୁ ବିଶୁଦ୍ଧ କରିବେ। କାହା ପରି ବିଶୁଦ୍ଧ କରିବେ? ସୁନା। ୱାଓ,
अच्छा सुनार मैला बाहर देखा जाए ना भितरे थाए सुना को बाहर सफा कले हबनी भितरे थाए तामाने लेबीर संतान मानकु सुना परि विशुद्ध करिवे आपण माने जदि विशुद्ध जीवन बिताउछन्ति सुनार घर तयारी करछन्ति आपणकर कथाबार्ता पवित्र हेउ आपणकर चालीचलन पवित्र हेउ लेखा अछि प्रथम पितर 1:15-16 रे तुमरा आराधना करता जेमिति पवित्र तुमे सेमति पवित्र हो तुमरो जीवन पवित्र हेउ चिंता पवित्र हेउ दृष्टि पवित्र हेउ मोबाइल पोशाक शयन चालीचलन आचरण मन प्राण आत्मा प्रथम थेसलोनिके 5:22-23 लेखा अछि आगमन पाई आत्मा प्राण शरीर निर्दोष भाବରେ सुरक्षित तामाने आगमन दिन केवल पवित्र लोक माने जाइबे स्थान पाइबे अन्य माने विनष्ट होई जिवे एनु सुना परि गृह निर्माण करिवार अर्थ पवित्र कर्म करिबा सुना जहा रूपार विषय गुटे कथा सेठा लेखा अछि बहुमूल्य पत्थर कौन जानी बहुमूल्य पत्थर हीरा कि तैयारी करती नहीं हीरा आपे आपे कोइलार रासायनिक परिवर्तन घटिले कोइला हीरा निजे निजे तैयारी हुए कहीं कहीं अछंती निजे निजे तैयारी होइछंती यार अर्थ होची सेल्फ रिवाइवल बाइबल में केते लोकर नाम कहबी से मानकु कहार दरकार नाही नंबर 1 पिपुड़ी पिपुड़ी ना प्रधान अछि ना गुरु अछि ना शिक्षक अछि से निजे निजे निजर कर्म करे ठीक से परी बाइबल रे केते मनुष्य माने थे जोसेफ मां नहीं बापा नहीं भाई नहीं भौणी नहीं गुरु नहीं चर्च नहीं बाइबल नहीं केई नहीं किंतु से निजे निजको पवित्र करी धरी रखिला ए माने बहुमूल्य पत्थर दानिएल केई नहीं सिखाइबा लोक निजे निजको खाइबा पिंधिबा जीवन बिताइबारे पवित्र कला पाउलर केही गुरु नथिले निजे निजे महान प्रेरित होई पाइला ध्रुव जहनर केही गुरु नथिले निजे निजे महान भाववादी होई पाइला आपण को केही ठेलुथिबो उठेरे प्रार्थना करे रे उठे रे बाइबल पढे रे हेले भी कर नथिबे आपण की बहुमूल्य पत्थर जहा को केही न कहिले है निजे निजे रिवाइव होती बड़ सुंदर कथाटी कही कि मो सारिदी अपभय पुत्र को केही सुसमाचार सुनाई नांती केही वाक्य देई नांती लेखा अछि से निजे चेतना पाइला अब से कहिला मु उठिबी मो पिताଙ୍କ घरକୁ ଯିବି से निजे निजକୁ शिक्षा देला जोने निजे निजକୁ सचेतन करिवे नाही केही सेमानକୁ सुधारी पारिबो नाही एनु ए माने रक्षा भाई गले बहुमूल्य पत्थर आपण कहा तुल्य जीवन बिताउछन्ते काठ परि मृत छण परि मृत घास परि अस्थायी ना सुना परि ना रूपा परि पवित्र ना बहुमूल्य पत्थर परि समीक्षा करतु से दिन प्रत्येक कर्म अग्नि परीक्षा करिबो प्रभु लोक माने ए 3 दिवसीय प्रस्तुति महोत्सव आज समाप्त हेबाकु जाउछि मु आशा करूछि आपण मानको प्रभु वाक्य द्वारा प्रस्तुत करूछन्ते और प्रभु प्रस्तुतर काम से निश्चय करूछन्ते एहा मु विश्वास करे जदि आपनकर कर्म काठ परि मृत अनाज्ञाबह कर्म असुचि कर्म आज ताको छाड़ी दियंतु कहीं दुस्समय आसुछि मैं अधिक कहबी नहीं मो पदे आपनको ପାଇଁ प्रार्थना करबा ପାଇଁ चाहे समस्त चक्षु बंद करबा समस्त चक्षु बंद करबा ए 5-7 मिनिट में समाप्त करबा गोटे गीतटी हमें संगरे अपना को समर्पण करबा केही कहारी को नाचु नहीं
ଏ ଗୀତଟି ହେଲା ବେଳେ ଆପଣ ନିଜକୁ ଦେଖନ୍ତୁ। ଆପଣଙ୍କର କର୍ମ କାଠ ପରି ନା ସୁନା ପରି। ଆୟୁବ କହିଲେ ସେ ମତେ ପରୀକ୍ଷା କଲା ଉତାରେ ମୁଁ ସୁବର୍ଣ୍ଣ ପରି ରବି। ପ୍ରଭୁ କହୁଛନ୍ତି ଆପଣ ସୁନା ପରି ହେଇଯାନ୍ତୁ। ଆପଣଙ୍କର କର୍ମ ମୃତ ନ ହେବ। ଏ ଗୀତଟି ହେଲା ବେଳେ ନିଜକୁ ସମୀକ୍ଷା କରନ୍ତୁ। ଏ 3 ଦିନର ପ୍ରସ୍ତୁତି ମହୋତ୍ସବରେ ପ୍ରଭୁ ଆପଣଙ୍କୁ କଣ କହିଛନ୍ତି, କଣ କଣ ସେ ପ୍ରସ୍ତୁତ କରେଇଛନ୍ତି ଟିକେ ମନେ ପକାନ୍ତୁ, ଟିକେ ପରୀକ୍ଷା କରନ୍ତୁ। ଆପଣ ଆଣ୍ଠେଇବାକୁ ଚାହୁଁଛନ୍ତି ଆଣ୍ଠେଇ ଯାଆନ୍ତୁ। ଆପଣ ଯାହା ଯାହା ଶିଖିଛନ୍ତି ତାହାକୁ ଗୋଟିଏ କାନରେ ଶୁଣି ଆଉ ଗୋଟିଏ କାନରେ ଛାଡ଼ିଲା ପରି ତାହାକୁ ଧରିକି ଯାଆନ୍ତୁ। ତାହାକୁ ଜୀବନରେ ପାଳନ କରିବା ପାଇଁ ତତ୍ପର ହେତୁ, ଯେହେତୁ ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। ସମସ୍ତେ ପ୍ରାର୍ଥନାରେ ରହନ୍ତୁ। ମାଡ଼ି ଆସୁଛି ଭୟଙ୍କର ଦିନ, हे पृथ्वी निवासी हुआ सावधान। माड़ी आसुछि भयंकर दिन, माड़ी आसुछि भयंकर दिन। हे पृथ्वी निवासी हुआ सावधान, हे पृथ्वी निवासी हुआ सावधान। उजाड़ दिन संकट दिन